ଆଜିର ପ୍ରସଙ୍ଗରେ ଶୁଣନ୍ତୁ ରାଜ୍ୟ ସରକାରଙ୍କର ଏକ ବର୍ଷର ସଫଳ ଯାତ୍ରା ଆଲେଖ୍ୟ ଆଞ୍ଚଳିକ ସମ୍ବାଦ ବିଭାଗ ଉପସ୍ଥାପନାରେ ମୁଁ ଆଦିତ୍ୟ ନାରାୟଣ ଦାସ। ଓଡ଼ିଶାରେ ପ୍ରଥମ ବିଜେପି ସରକାରଙ୍କର ଏକ ବର୍ଷ କାର୍ଯ୍ୟକାଳ ପୂରଣ ହୋଇଛି। ଗତବର୍ଷ ଜୁନ୍ 12 ତାରିଖରେ ବିଜେପି ଓଡ଼ିଶାରେ ସରକାର ଗଢ଼ିଥିଲା। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ଇତିମଧ୍ୟରେ ଏକ ବର୍ଷ ପୂରଣ କରିବା ସହ ବହୁ ସଫଳ ପଦକ୍ଷେପ ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟ, ଶିକ୍ଷା, ପର୍ଯ୍ୟଟନ, ଶିଳ୍ପ, କୃଷି, ମହିଳା ସଶକ୍ତିକରଣ, ଓଡ଼ିଆ ଅସ୍ମିତା, ଯୁବବର୍ଗ, କ୍ରୀଡ଼ା ଆଦି ବିଭିନ୍ନ କ୍ଷେତ୍ରରେ ସରକାର ବହୁବିଧ ପଦକ୍ଷେପ ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସେଥିମଧ୍ୟରେ ଏକ ଅନନ୍ୟ ପଦକ୍ଷେପ। ଲୋକଙ୍କ ପାଖରେ ସିଧାସଳଖ ପହଞ୍ଚିବା ପାଇଁ ଏହା ଏକ ଉତ୍କୃଷ୍ଟ ମାଧ୍ୟମ ପାଲଟିଛି। ବହୁ ଅଭିଯୋଗର ତ୍ୱରିତ ସମାଧାନ ମାଧ୍ୟମରେ ଅଭିଯୋଗକାରୀ ସୁଫଳ ମଧ୍ୟ ପାଉଛନ୍ତି। ମହିଳା ସଶକ୍ତିକରଣକୁ ଦୃଷ୍ଟିରେ ରଖି ସୁଭଦ୍ରା ଯୋଜନା, ଲକ୍ଷପତି ଦିଦି, ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା ଆଦି କାର୍ଯ୍ୟକାରୀ କରାଯାଉଛି। ସୁଭଦ୍ରା ଯୋଜନା ଅଧୀନରେ 1 କୋଟିରୁ ଅଧିକ ମହିଳା ଉପକୃତ ହୋଇଥିବା ବେଳେ ଏପର୍ଯ୍ୟନ୍ତ ରାଜ୍ୟରେ 16 ଲକ୍ଷରୁ ଅଧିକ ଲକ୍ଷପତି ଦିଦି ସୃଷ୍ଟି ହୋଇପାରିଛି। ଆର୍ଥିକ ଅନଗ୍ରସର ପରିବାରର କନ୍ୟା ସନ୍ତାନକୁ ସ୍ଥାନୀୟ ପରମ୍ପରା ଅନୁଯାୟୀ ଗଣବିବାହ କରିବା ନେଇ ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା କାର୍ଯ୍ୟକାରୀ କରିଛନ୍ତି। କୃଷି ଏବଂ କୃଷକ ସଶକ୍ତିକରଣ ଦିଗରେ ମଧ୍ୟ ସମୟୋପଯୋଗୀ ପଦକ୍ଷେପ ଗ୍ରହଣ କରାଯାଇଛି। ସମୃଦ୍ଧ କୃଷକ ଯୋଜନା ଅଧୀନରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କ୍ୱିଣ୍ଟାଲ ପିଛା 3100 ଟଙ୍କା ପ୍ରଦାନ କରାଯାଉଛି। ଏ କ୍ଷେତ୍ରରେ କେନ୍ଦ୍ର ସରକାର ଦେଉଥିବା କ୍ୱିଣ୍ଟାଲ ପିଛା 2300 ଟଙ୍କା ଉପରେ ରାଜ୍ୟ ସରକାର 800 ଟଙ୍କାର ଇନପୁଟ ସହାୟତା ପ୍ରଦାନ କରୁଛନ୍ତି। ରାଜ୍ୟର ପ୍ରତି ଉପଖଣ୍ଡରେ ଶୀତଳ ଭଣ୍ଡାର ଖୋଲିବା ପାଇଁ ନିଷ୍ପତ୍ତି ଗ୍ରହଣ କରାଯାଇଛି। ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନାରେ 15 ଲକ୍ଷରୁ ଅଧିକ ଦୁଗ୍ଧ ଚାଷୀ ଉପକୃତ ହୋଇପାରିଛନ୍ତି। ମତ୍ସ୍ୟ, ପଶୁପାଳନ, ସମବାୟ ଓ ଜଳସେଚନ କ୍ଷେତ୍ରରେ ଉଲ୍ଲେଖନୀୟ ପଦକ୍ଷେପ ମଧ୍ୟ ନିଆଯାଇଛି। ସୁସ୍ଥ ଓ ସମୃଦ୍ଧ ଓଡ଼ିଶା ଗଠନ ପାଇଁ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା, ଆୟୁଷ୍ମାନ ବୟୋବନ୍ଦନା ଯୋଜନା ଆଦି ଲାଗୁ କରାଯାଇଛି। ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଏବଂ ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଅଧୀନରେ ପ୍ରତି ପରିବାର ପାଇଁ ବାର୍ଷିକ 5 ଲକ୍ଷ ଟଙ୍କା ଏବଂ ମହିଳାଙ୍କ ପାଇଁ ଅତିରିକ୍ତ 5 ଲକ୍ଷ ଟଙ୍କାର ଉନ୍ନତ ସ୍ୱାସ୍ଥ୍ୟ ସେବା ପ୍ରଦାନର ବ୍ୟବସ୍ଥା ମଧ୍ୟ ହୋଇଛି। ଦେଶର 29,000ରୁ ଅଧିକ ଚିକିତ୍ସାଳୟରେ ନଗଦ ବିହୀନ ଚିକିତ୍ସା ସୁବିଧା ବ୍ୟବସ୍ଥା ହୋଇଛି। 70 ବର୍ଷ କିମ୍ବା ତାଠାରୁ ଅଧିକ ପ୍ରତ୍ୟେକ ବରିଷ୍ଠ ନାଗରିକଙ୍କ ପାଇଁ ଆୟୁଷ୍ମାନ ବୟୋବନ୍ଦନା ଯୋଜନାରେ ବାର୍ଷିକ 5 ଲକ୍ଷ ଟଙ୍କାର ଚିକିତ୍ସା ସୁବିଧା ପ୍ରଦାନର ବ୍ୟବସ୍ଥା ମଧ୍ୟ କରାଯାଇଛି। ଶିକ୍ଷା ବ୍ୟବସ୍ଥାରେ ରୂପାନ୍ତରଣ କରାଯିବା ସହ ଜାତୀୟ ଶିକ୍ଷାନୀତି 2020 କାର୍ଯ୍ୟକାରୀ କରାଯାଇଛି। ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନାରେ ପ୍ରତ୍ୟେକ ଗ୍ରାମ ପଞ୍ଚାୟତରେ ଗୋଟିଏ ଲେଖାଏଁ ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଖୋଲିବାରେ ବ୍ୟବସ୍ଥା ମଧ୍ୟ ହୋଇଛି। ଶତାୟୁ ବିଦ୍ୟାଳୟଗୁଡ଼ିକର ନବୀକରଣକୁ ଦୃଷ୍ଟିରେ ରଖି ଐତିହ୍ୟ ବିଦ୍ୟାଳୟ ଯୋଜନା ଲାଗୁ ହୋଇଛି। ଗ୍ରାମାଞ୍ଚଳ ବିକାଶକୁ ଲକ୍ଷ୍ୟ ରଖି ବିକଶିତ ଗାଁ ବିକଶିତ ଓଡ଼ିଶା ଅଭିଯାନ କାର୍ଯ୍ୟକାରୀ କରାଯାଉଛି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଗ୍ରାମୀଣ ଅଧୀନରେ 2,67,000 ଆବାସ ନିର୍ମିତ ହେବା ସହ 36 ଲକ୍ଷ ନୂତନ ହିତାଧିକାରୀ ଚିହ୍ନଟ ହୋଇଛନ୍ତି। ଜନଜାତି ବିକାଶ ପାଇଁ ଶହୀଦ ମାଧବ ସିଂ ହାତଖର୍ଚ୍ଚ ଯୋଜନା ଲାଗୁ ହୋଇଛି। ଏହାଦ୍ୱାରା 1,72,356 ଜଣ ଅନୁସୂଚିତ ଜନଜାତି ଛାତ୍ରଛାତ୍ରୀ ଉପକୃତ ହେଉଛନ୍ତି। ଯୁବବର୍ଗଙ୍କ ପାଇଁ ସରକାରୀ ଚାକିରିରେ ବୟସ ସୀମାକୁ 42 ବର୍ଷକୁ ବୃଦ୍ଧି କରାଯାଇଛି। ସାମାଜିକ ଏବଂ ଅର୍ଥନୈତିକ ପଛୁଆ ବର୍ଗ ଛାତ୍ରଛାତ୍ରୀମାନଙ୍କ ପାଇଁ ଉଚ୍ଚଶିକ୍ଷାରେ 11.25% ସ୍ଥାନ ସଂରକ୍ଷଣ କରାଯାଇଛି। ରାଜ୍ୟରେ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବା ପାଇଁ ପୁଞ୍ଜିନିବେଶ ତଥା ନିଯୁକ୍ତି କ୍ଷେତ୍ରକୁ ଅଧିକ ବ୍ୟାପକ କରାଯାଇଛି। ଉତ୍କର୍ଷ ଓଡ଼ିଶା 2025 ସମ୍ମିଳନୀରେ 593ଟି ପ୍ରକଳ୍ପ ପ୍ରସ୍ତାବ ଆସିଥିବା ବେଳେ 16,73,000 କୋଟି ଟଙ୍କାର ନିବେଶର ଲକ୍ଷ୍ୟ ମଧ୍ୟ ଧାର୍ଯ୍ୟ କରାଯାଇଛି। ତନ୍ମଧ୍ୟରେ ସିଏମ୍ ଟ୍ରଫି ଯୋଜନା ଅନ୍ୟତମ। 2036 ସମୃଦ୍ଧ ଓଡ଼ିଶା ଗଠନ ଲକ୍ଷ୍ୟ ରଖି ସରକାର ଏହିସବୁ ଯୋଜନାକୁ କାର୍ଯ୍ୟକାରୀ କରିଛନ୍ତି। ରାଜ୍ୟବାସୀଙ୍କ ବିକାଶ, ଉନ୍ନତ ଜୀବନଧାରଣ, ବିଭିନ୍ନ କ୍ଷେତ୍ରରେ ସଶକ୍ତିକରଣ ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ କହିଛନ୍ତି। ଆସନ୍ତା 20 ତାରିଖ ଦିନ ଭୁବନେଶ୍ୱର ଜନତା ମଇଦାନଠାରେ ରାଜ୍ୟ ସରକାର ଆନୁଷ୍ଠାନିକ ଭାବେ 1 ବର୍ଷ ପୂର୍ତ୍ତି ପାଳନ କରିବେ। ଏହି ବିଶାଳ ସମାବେଶରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓଡ଼ିଶା ଗସ୍ତରେ ଆସୁଛନ୍ତି।